ବାଇକ ଭାବରେ ଯେତେବେଳେ ଆମେ ଦେଖିବା ଲୋକମାନେ ନିଜର କଷ୍ଟକୁ କେବେ କୁହନ୍ତି ନାହିଁ, କିନ୍ତୁ ସମସ୍ତ ମନୁଷ୍ୟମାନଙ୍କ ପାଖରେ ଦୁଃଖ ଅଛି, କଷ୍ଟ ଅଛି, ଯନ୍ତ୍ରଣା ଅଛି। ତାପରେ ଆମେ ଯେତେବେଳେ ଯୀଶୁଙ୍କୁ ଜାଣିବା, ବାଇବଲ ଯଦି ଆମେ ପଢ଼ିବା, ପ୍ରଥମରେ ଯେତେବେଳେ ଆମେ ଚିନ୍ତା କରୁଛୁ ଏ ବାଇବଲର ଅକ୍ଷର ଯାକ ଏତେ ଛୋଟ କାହିଁକି, ଆମେ 2ଟା ପର୍ବ ପଢ଼ୁଛୁ ତାପରେ ବନ୍ଦ କରିଦେଉଛୁ। କିନ୍ତୁ ଯେତେବେଳେ ଆମେ ବାଇବଲ ଥରେ 2 ଥର ପଢ଼ିବା, ବାଇବଲକୁ ବୁଝିବା, ପ୍ରଭୁଙ୍କର ହୃଦୟକୁ ଯେତେବେଳେ ବାକ୍ୟରେ ଦେଖିବା, ତାହେଲେ ଆପଣମାନେ ପଚାରିବେ, ହଁ କାହିଁକି ପରମେଶ୍ୱର ମନୁଷ୍ୟମାନଙ୍କୁ ଯନ୍ତ୍ରଣା ଦିଅନ୍ତି। ସେତେବେଳେ ଆପଣମାନେ ବୁଝିପାରିବେ ଲୋକମାନେ ଯେତେବେଳେ ବଞ୍ଚୁଛନ୍ତି, ଲୋକମାନଙ୍କ ପାଖରେ ସବୁ ଜିନିଷ ଯଥେଷ୍ଟ ଅଛି, ଖାଦ୍ୟ ବି ଅଛି, ପ୍ରଚୁର ଅଛି, କିନ୍ତୁ ସଦାବେଳେ ପ୍ରଚୁର ଥିବା ସଦାବେଳେ ଭଲ ନାହିଁ। ପ୍ରାଚୁର୍ଯ୍ୟତା ପାଇଁ ଅନେକ ଲୋକମାନେ ନିଜକୁ ଜାଣନ୍ତି ନାହିଁ, ଆଉ ବହୁତ ଭୁଲ କରନ୍ତି ସେମାନେ, ଆଉ ଗଭୀର ଭାବରେ ବହୁତ ମିଷ୍ଟେକରେ ପଡ଼ିଯାଆନ୍ତି। କିନ୍ତୁ ଯେହେତୁ ଜୀବନରେ କଷ୍ଟ ଅଛି, ଲୋକମାନେ ଯେତେବେଳେ ପରୀକ୍ଷିତ ହେଉଛନ୍ତି, ସେମାନେ ଭବିଷ୍ୟତ ବିଷୟରେ ଚିନ୍ତା କରିପାରିବେ। ମୋ ବାପା ତାଙ୍କ ମୁଣ୍ଡରେ ଟାୱାଲକୁ ଭିଡ଼ୁଥିଲେ, ସେଥିପାଇଁ ମୋ ବାପାଙ୍କୁ ସମସ୍ତେ ଟାୱଲ ଡକ୍ଟର ବୋଲି କହୁଥିଲେ। ସେ ଯେତେବେଳେ ଯୁବ ଥିଲେ ସଦାବେଳେ ମୁଣ୍ଡରେ ତାଙ୍କେ ଟାୱାଲକୁ ଭିଡ଼ିକି ରହୁଥିଲେ, ଯାହା ସମସ୍ୟା ଆସିଲେ ସେ ସମାଧାନ କରୁଥିଲେ, ସେଥିପାଇଁ ଡକ୍ଟର ଟାୱାଲ ତାଙ୍କୁ କୁହାହେଉଥିଲା। ମୋ ବାପାଙ୍କୁ ଯେତେବେଳେ ମୁଁ ଦେଖୁଥିଲି ସମସ୍ୟାକୁ ସମାଧାନ କରୁଥିଲେ, ସେ ବହୁତ ଜ୍ଞାନୀ ଥିଲେ, ସେ ସତରେ ବହୁତ ଜ୍ଞାନୀ ଥିଲେ। ସେ ମୋତେ କହୁଥିଲେ କି ମୋ ବାପା ଏତେ ସ୍ମାର୍ଟ ଦେଖାଯାଉନଥିଲେ, ସେ ସଦାବେଳେ ମୋତେ କହୁଥିଲେ ତ ଜୀବନରେ ବଞ୍ଚିବାକୁ ଯଦି ଅଛି ତୋତେ ଚିନ୍ତା କରିବାକୁ ହେବ। ଯଦି ଜୀବନରେ ଯଦି କେବଳ ଆରାମ ଥାନ୍ତା, ଲୋକ ଅଳସୁଆ ହେଇଯାଇଥାନ୍ତେ। ଲୋକମାନେ ପ୍ରଚୁର ପ୍ରାଚୁର୍ଯ୍ୟ ଭାବରେ ଯଦି ବଞ୍ଚିବେ, ତାହେଲେ ସେମାନେ ସହଜରେ ଦାମ୍ଭିକ ହେବେ, ଅନ୍ୟମାନଙ୍କୁ ହଇରାଣ ହେବାଟା ସେମାନେ କେବେ ଦେଖିପାରିବେ ନାହିଁ। ସେଥିପାଇଁ ଆମମାନଙ୍କର ଜୀବନ କେବଳ ପ୍ରାଚୁର୍ଯ୍ୟ ବିଷୟ ନୁହଁ ବା ଆରାମ କେବଳ ନୁହଁ, କିନ୍ତୁ ସେଥିପାଇଁ ବେଳେବେଳେ ପ୍ରଭୁ ଆମମାନଙ୍କୁ ଯନ୍ତ୍ରଣା ଦେଉଛନ୍ତି, ହଇରାଣ ହେବାକୁ ଦେଉଛନ୍ତି। ମୁଁ ଜଣେ ଲୋକ ଯିଏକି ଚିନ୍ତା କରିବାରେ ବହୁତ ସ୍ଲୋ, ଆଉ ମୁଁ ଚିନ୍ତା କରିପାରୁନଥିଲି ଗଭୀର ଭାବରେ, କିନ୍ତୁ ଯୀଶୁଙ୍କ ଠାରେ ମୁଁ ବଞ୍ଚି ସାରିଲା ପରେ ବିଶ୍ୱାସ ଦ୍ୱାରା ମୁଁ ଅନୁଗ୍ରହ ପାଇଅଛି। ମୁଁ ଧନ୍ୟବାଦ, ଆନନ୍ଦ, ଖୁସି ଯୀଶୁଙ୍କ ଦ୍ୱାରା ପାଇଅଛି, ଯାହାକି ଅନ୍ୟମାନେ କେବେ ଉପଭୋଗ କରିପାରିବେ ନାହିଁ। ଏଇଟା ବହୁତ ଆଶ୍ଚର୍ଯ୍ୟ ବିଷୟ ଆଉ ଧନ୍ୟବାଦ ବିଷୟ। ଆମମାନଙ୍କର ବଥା ଅଦୃଶ୍ୟ ହେଇଗଲା। ଯେତେବେଳେ ଜଗତ ଛାଡ଼ିକି ଯିବା, ଆମମାନେ ପାପ କ୍ଷମା ପାଇଅଛୁ, ଆମମାନେ ସ୍ୱର୍ଗକୁ ଆନନ୍ଦରେ ଯିବୁ। କିନ୍ତୁ ଦିନେ ଆମମାନେ ଯଦି ଚିନ୍ତା କରିବା, ଦିନେ ପୃଥିବୀ ଛାଡ଼ିକି ଯିବା। ଯେତେବେଳେ ଆମମାନେ ବୟସ୍କ ହେଉଛୁ, ଯେତେବେଳେ ଆମେ ଦରିଦ୍ର ଥିଲୁ, ଯେତେବେଳେ ଆମେ ଜୀବନଯାପନ କରୁଛୁ, ଅଧିକ ଟିକେ ଗଭୀର ଯଦି ଚିନ୍ତା କରିବା, ତ ମୁଁ ଆଶା କରୁଛି ଆପଣମାନେ ବହୁତ ଆଶୀର୍ବାଦ ପ୍ରାପ୍ତ ଜୀବନ ବଞ୍ଚିବେ, ଆଲୋକିତ ଜୀବନ ବଞ୍ଚିବେ।